ବୈଶାଖ ମାସର ପ୍ରଖର ଖରା ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି। ଗାଁ ମୁଣ୍ଡ ପଡ଼ିଆରେ କିଛି ଛୋଟ ଚାରାଗଛ ଲାଗିଥିଲା, କିନ୍ତୁ ପାଣି ଅଭାବରୁ ସେଗୁଡ଼ିକ ଶୁଖି ମୁଣ୍ଡ ନୁଆଇଁ ପଡ଼ିଥିଲେ। ଠିକ୍ ସେତିକିବେଳେ ଆକାଶରେ ଉଡ଼ିଯାଉଥିବା ଏକ କୁନି କାଉର ନଜର ସେହି ଗଛଗୁଡ଼ିକ ଉପରେ ପଡ଼ିଲା। ସେମାନଙ୍କର ଏହି ଶୋଚନୀୟ ଅବସ୍ଥା ଦେଖି କାଉଟି ସ୍ଥିର ହୋଇ ରହିପାରିଲା ନାହିଁ। କାଉଟି ତୁରନ୍ତ ପାଖ ନଈକୁ ଉଡ଼ିଗଲା ଏବଂ ନିଜ ଛୋଟ ଥଣ୍ଟରେ ଟୋପାଏ ଟୋପାଏ ପାଣି ଆଣି ଗଛ ମୂଳରେ ଢାଳିବାକୁ ଲାଗିଲା। ସେହି ବାଟ ଦେଇ ଯାଉଥିବା ହୁଣ୍ଡୁ ହାତୀ ଏହା ଦେଖି ଅଟକିଗଲା। ହାଲୋ ହେ କୁନି କାଉ, ଏ କି ପାଗଳାମି କରୁଛୁ? ତୋର ଏହି ଟୋପାଏ ପାଣିରେ କ'ଣ ଏତେ ବଡ଼ ପଡ଼ିଆର ଗଛ ବଞ୍ଚିଯିବେ? ଏମିତି କଲେ ତତେ 100 ଜନ୍ମ ଲାଗିବ, ବୁଝିଲୁ? ପୁରାପୁରି 200 ବର୍ଷ ବି ଲାଗିପାରେ। ହାତୀ ଭାଇ, କାମଟା ବଡ଼ କି ଛୋଟ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୋର ଚେଷ୍ଟା କରିବାଟା ହିଁ ସବୁଠୁ ବଡ଼ କଥା। ଆଜି ଯଦି ଆମେ ଆକୁ ପାଣି ଦେଇ ନ ବଞ୍ଚେଇବା, ତାହେଲେ କାଲି ଖାଇବା କ'ଣ, ରହିବା କେଉଁଠି? କହିଲ ହାତୀ ଭାଇ, ଏଇଟା ଠିକ୍ କଥା ନା? ତୁ ଠିକ୍ କହିଛୁ କୁନି କାଉ। ମୋ ପାଖରେ ଶକ୍ତି ଅଛି, କିନ୍ତୁ ମୁଁ କେବଳ ନିଜ କଥା ଭାବୁଥିଲି। ରୁହ, ମୁଁ ଏବେ ତୁମକୁ ସାହାଯ୍ୟ କରୁଛି। ମୋ ସାହାଯ୍ୟ ତମେ କେବେ ବି ଭୁଲି ପାରିବନି। ଏଇ ଦେଖ। ହାତୀଟି ତୁରନ୍ତ ନଈକୁ ଧାଇଁଗଲା। ନିଜ ଶୁଣ୍ଢରେ ପ୍ରଚୁର ପାଣି ଭରି ଆଣି ସେ ସବୁଯାକ ଗଛ ଉପରେ ପିଚକାରି ମାରିଲା ଭଳି ଅଜାଡ଼ିଦେଲା। କିଛି ବର୍ଷ ପରେ ଚାରା ଗଛଗୁଡ଼ିକ ଆଜି ବିଶାଳ ବୃକ୍ଷରେ ପରିଣତ ହୋଇଛନ୍ତି। ଚାରିଆଡ଼େ ସବୁଜିମା ଭରିଯାଇଛି। ଆଜି ଏ ଗଛର ମିଠା ଫଳ ଆଉ ଥଣ୍ଡା ଛାଇ ଦେଖିଲେ ମନ ଶାନ୍ତ ହେଇଯାଉଛି। ଧନ୍ୟବାଦ କୁନି କାଉ। ସେଦିନ ତୁ ଯଦି ପଦକ୍ଷେପ ନେଇନଥାନ୍ତୁ, ତେବେ ଆଜି ଏହି ସୁନ୍ଦର ଦୃଶ୍ୟ ନଥାନ୍ତା। କି ସୁନ୍ଦର ଦୃଶ୍ୟ! ଆହା ଆହା। ଏଇଟା କେବଳ ମୋ ପାଇଁ ନୁହେଁ ହାତୀ ଭାଇ, ଏଇଟା ଆମର ମିଳିତ ଚେଷ୍ଟାର ଫଳ। ସତରେ ଗଛ ହିଁ ଆମର ପ୍ରକୃତ ବନ୍ଧୁ, ପ୍ରକୃତ ସାଥୀ। ଗଛ ନଥିଲେ ଆମ ଜୀବନ କିଛି ନୁହଁ।